ଆମ ପାଖ ଗାଁରେ ଜଣେ ଲୋକ ଥିଲେ, ଭାରି ଖଳ ପ୍ରକୃତିର। ଡରେଇ ଧମକେଇ ସରଳ ଲୋକଙ୍କ ଜିନିଷ ହଡ଼ପ କରିବା, କାହାକୁ ମାରିବା, ପିଟିବା, ବଳମାନିଆ ଦେଖାଇ ଲୋକଙ୍କ ସହ ଝଗଡ଼ା କରିବା, କାହାର ମନ୍ଦ ଚିନ୍ତା କରିବା, ଏହିପରି ତାଙ୍କର ସମୟ ବିତୁଥିଲା। ତାଙ୍କର ଗୋଟିଏ ପୁଅ ଥିଲା। ଆଗକୁ ବହୁତ ଭଲ କରୁ ବୋଲି ତାଙ୍କର ଇଚ୍ଛା ଥିଲା। ଦିନେ ତାଙ୍କର କେହି ଜଣେ ଶତ୍ରୁ ତାଙ୍କ ଉପରେ ରାଗ ରଖି ତାଙ୍କ ପୁଅକୁ ମାରିଦେଲା। ତାଙ୍କର ଗୋଟିଏ ବୋଲି ପୁଅ। ତାକୁ ହରାଇ ସାରିଲା ପରେ ଭାଙ୍ଗି ପଡ଼ିଥିଲେ ସେ। ବହୁତ ଚିନ୍ତାରେ ରହିବାକୁ ଲାଗିଲେ। ଦିନେ ରାତିରେ ଛାତ ଉପରୁ ଖସି ପଡ଼ିଲେ। ଶରୀର ପାରାଲାଇଜ୍ ହୋଇଗଲା। ଡକ୍ଟରଙ୍କର ଶତ ପ୍ରଚେଷ୍ଟା ପରେ ବି ସେ ଠିକ୍ ହୋଇପାରିଲେ ନାହିଁ। ଧୀରେ ଧୀରେ ଅସତ ଉପାୟରେ ରୋଜଗାର କରିଥିବା ଧନ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଗଲା। ଏବେ ସ୍ୱାମୀ ସ୍ତ୍ରୀ ଦୁହେଁ ଗୋଟିଏ ଛୋଟ ଘରେ ରୁହନ୍ତି। ମଣିଷ କରିଥିବା ସମସ୍ତ କର୍ମ ତାକୁ ଏଇଠି ହିଁ ଭୋଗିବାକୁ ପଡ଼େ। ମଣିଷ ସ୍ୱର୍ଗ ଆଉ ନର୍କ ଏଇଠି ହିଁ ଭୋଗ କରିଯାଏ। ଆଶା କରି ବୁଝିପାରିଥିବେ।